ତ ସାଙ୍ଗମାନେ ସମସ୍ତଙ୍କର ଗୋଟେ ପ୍ରୋବ୍ଲେମ୍ ନିହାତି ଭାବେ ଥାଏ। ଯେଉଁମାନେ ନୂଆ ନୂଆ ୟୁଟ୍ୟୁବ୍ କ୍ରିଏଟ୍ କରନ୍ତି, ୟୁଟ୍ୟୁବ୍ ଚ୍ୟାନେଲ୍ କ୍ରିଏଟ୍ କରନ୍ତି, ସମସ୍ତଙ୍କର ଗୋଟେ କମନ୍ ପ୍ରୋବ୍ଲେମ୍ ଥାଏ, ଯେଉଁଟାକି ୱାଚ୍ ଟାଇମ୍‌କୁ ନେଇକି। ତ ପ୍ରାୟ ଜଣଙ୍କର ଯେଉଁମାନଙ୍କର ଡ୍ୟାସାବୋର୍ଡ଼ରେ ୱାଚ୍ ଟାଇମ୍ ଶୋ କରେ ତ ବହୁତ, କିନ୍ତୁ ଇୟର୍ନ ବାଲା ଅପସନ୍‌ରେ ଯେଉଁଟା ଅପସନ୍ ସାଇଡ଼୍‌ରେ ଫଟୋ ଦେଖାଯାଉଥିବ, ଯେଉଁ ଅପସନ୍‌ରେ ଭ୍ୟାଲିଡ୍ ୱାଚ୍ ଟାଇମ୍ ଲେଖାଯାଇଥାଏ, ଯେଉଁଠିକି ପ୍ରାୟ ଟାଇମ୍ 0 ଶୋ କରେ କିମ୍ବା ଅଳ୍ପ କିଛି ଶୋ କରେ, ଯେଉଁଟା ୱାଚ୍ ଟାଇମ୍ କି ଆମେ ଜାଣିପାରିନଥାଉ। ଓକେ, ତ ଆଜିର ଟପିକ୍ ସେୟା କି ହାଉ ଟୁ ନୋ ଦ ଏକ୍ଜାକ୍ଟ ୱାଚ୍ ଟାଇମ୍। ଓକେ, ତ ଆଜିର ଭିଡ଼ିଓକୁ ଏଇଠୁ ଷ୍ଟାର୍ଟ କରିବା। ଆପଣମାନେ ଦେଖୁଛନ୍ତି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଦ ଗ୍ରୋଥ୍ ଇଞ୍ଜିନ୍। ତ ଆଜିର ଏଇ ଭିଡ଼ିଓରେ ତ ୱାଚ୍ ଟାଇମ୍‌କୁ ନେଇକି ଯେକୌଣସି ବି ଆପଣଙ୍କର ପ୍ରୋବ୍ଲେମ୍ ଅଛି, ତ ସବୁ ଡାଉଟ୍‌ର ଆଜି କ୍ଲିୟର୍ ହେବ। ତ ଫାର୍ଷ୍ଟ ମୁଁ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବି କି ୱାଚ୍ ଟାଇମ୍ କାଉଣ୍ଟ ହୁଏ କେମିତି। ତ ଆମର ଯେତେବେଳେ ମନିଟାଇଜେସନ୍ ପାଇଁ ୱାଚ୍ ଟାଇମ୍ କାଉଣ୍ଟ ହେବା ଷ୍ଟାର୍ଟ ହୁଏ, ତ ସେଇଟା ଫାର୍ଷ୍ଟ ଅଫ୍ ଅଲ୍ କାଉଣ୍ଟ ହୁଏ ଆମର ଲଙ୍ଗ୍ ଭିଡ଼ିଓରୁ। ସର୍ଟ ଭିଡ଼ିଓରୁ କୌଣସି ବି ୱାଚ୍ ଟାଇମ୍ କାଉଣ୍ଟ ହେଇନଥାଏ। ଫାର୍ଷ୍ଟ ମୁଁ ଲଙ୍ଗ୍ ଭିଡ଼ିଓର କହିଦେଉଛି, ତାପରେ ସର୍ଟ ଭିଡ଼ିଓର କ'ଣ କାଉଣ୍ଟ ହୁଏ ସେଇଟା ବି କହିବି। ତ ୱାଚ୍ ଟାଇମ୍ କାଉଣ୍ଟ ହୁଏ ଲଙ୍ଗ୍ ଭିଡ଼ିଓରୁ। ଆଉ ଫାର୍ଷ୍ଟ ମୁଁ କହିଦେବି ୱାଚ୍ ଟାଇମ୍ କେଉଁ ୱାଚ୍ ଟାଇମ୍ କାଉଣ୍ଟ ହୁଏନି, ସେଇଟା ମୁଁ ଫାର୍ଷ୍ଟ କହିଦେଉଛି। ତ ସର୍ଟ ଭିଡ଼ିଓର ୱାଚ୍ ଟାଇମ୍ କାଉଣ୍ଟ ହୁଏନି ମନିଟାଇଜେସନ୍ ପାଇଁ, କିନ୍ତୁ ଆମ ଡ୍ୟାସାବୋର୍ଡ଼ରେ ସର୍ଟ ଭିଡ଼ିଓର ୱାଚ୍ ଟାଇମ୍ କାଉଣ୍ଟ ହେଇଥାଏ ଆଉ ସେଇଟା ଶୋ କରିଥାଏ ଡ୍ୟାସାବୋର୍ଡ଼ରେ, କିନ୍ତୁ ଇୟର୍ନ ବାଲା ଅପସନ୍‌ରେ ସେଇଟା ଶୋ କରିନଥାଏ। ତାପରେ ଯଦି ଆମ ଭିଡ଼ିଓ ପ୍ରାଇଭେଟ୍‌ରେ ଅଛି କିମ୍ବା ଅନଲିଷ୍ଟେଡ଼୍‌ରେ ଅଛି, ତ ତାର ବି ୱାଚ୍ ଟାଇମ୍ କାଉଣ୍ଟ ହେବ ନାହିଁ। ଆଉ ଯଦି ଆମେ ଲାଇଭ୍ ଭିଡ଼ିଓ କରୁଛେ ଆଉ ଲାଇଭ୍ ଭିଡ଼ିଓ କରି କାଟି ଦେଉଛେ, ତ ଲାଇଭ୍‌ରେ ହେଇଥିବା ୱାଚ୍ ଟାଇମ୍ ସେଇଟା ବି କାଉଣ୍ଟ ହେଇନଥାଏ। ତ ତାପରେ ଆସିଯିବ ଆଡ଼୍। ଯେଉଁ ଗୁଗୁଲ୍ ଆଡ଼୍ ଥ୍ରୁରେ ଯଦି ଆମେ କାହା ପାଖକୁ ଭିଡ଼ିଓ ପଠାଉଛେ କିମ୍ବା ଗୁଗୁଲ୍ ଆଡ଼୍ ଥ୍ରୁରେ ଯଦି ଆମ ଭିଡ଼ିଓ କିଏ ଦେଖୁଛି କିମ୍ବା ଗୁଗୁଲ୍ ଆଡ଼୍ ଥ୍ରୁ ଦ୍ୱାରା ଆମ ଭିଡ଼ିଓ ଯଦି ପ୍ରମୋସନ୍ ହେଉଛି, ତ ତାର ବି ୱାଚ୍ ଟାଇମ୍ ମନିଟାଇଜେସନ୍ ପାଇଁ କାଉଣ୍ଟ ହେଇନଥାଏ। ତାପରେ ଏବେ ଦେଖେଇବି କି ୱାଚ୍ ଟାଇମ୍ କେଉଁ ଭଳି ଭାବରେ ଆମର କେଉଁ ପ୍ରକାରର ୱାଚ୍ ଟାଇମ୍ କାଉଣ୍ଟ ହୁଏ। ତାପରେ ଦେଖେଇବି ଆମର ଲଙ୍ଗ୍ ଭିଡ଼ିଓର ୱାଚ୍ ଟାଇମ୍ କାଉଣ୍ଟ ହେଇଥାଏ ଏବଂ ଯେଉଁ ଲାଇଭ୍ ଷ୍ଟ୍ରିମ୍ ଆମର ନା ପ୍ରାଇଭେଟ୍ ହେଇଥିବ ନା ଅନଲିଷ୍ଟେଡ଼୍ ହେଇଥିବ, ସେଇ ଲାଇଭ୍ର ୱାଚ୍ ଟାଇମ୍ ଆମର କାଉଣ୍ଟ ହେଇଥାଏ। ଆଉ ସେଇ ଲାଇଭ୍ର ଦୁଇ ପ୍ରକାର ୱାଚ୍ ଟାଇମ୍ କାଉଣ୍ଟ ହେଇଥାଏ। ଯେଉଁଟା ଲାଇଭ୍ରେ ପୁରା ଲାଇଭ୍ ଚାଲିଲା ବେଳେ ୱାଚ୍ ଟାଇମ୍ ହେଇଥାଏ ସେଇଟା କାଉଣ୍ଟ ହୁଏ। ଆଉ ଯେଉଁଟା ଲାଇଭ୍ ଅପଲୋଡ଼ ହେଇସାରିଲା ପରେ, ମାନେ ଲାଇଭ୍ ସରିଗଲା ପରେ ଯାହାକୁ ଯେଉଁ ଭିଡ଼ିଓ ଦେଖନ୍ତି ତାହାର ୱାଚ୍ ଟାଇମ୍ କାଉଣ୍ଟ ହେଇଥାଏ ଲାଇଭ୍ର। ତ ଏଇଟା ଥିଲା ଲଙ୍ଗ୍ ଭିଡ଼ିଓର। ସର୍ଟ ଭିଡ଼ିଓର ମନିଟାଇଜେସନ୍ ପାଇଁ ଓନ୍ଲି କେବଳ ଭ୍ୟୁ ହିଁ କାଉଣ୍ଟ ହେଇଥାଏ, ଆଉ ଯେଉଁଥିପାଇଁ କି 10 ମିଲିୟନ୍ ବା 1 କୋଟି ଭ୍ୟୁ ଦରକାର। ଭିଡ଼ିଓ ଦେଖିଲା ପରେ ଆପଣମାନଙ୍କ ୱାଚ୍ ଟାଇମ୍ କାଉଣ୍ଟର ସବୁ ଡାଉଟ୍ କ୍ଲିୟର୍ ହେଇଯାଇଥିବ। ଆଉ ତାପରେ ଆଉ ୱାଚ୍ ଟାଇମ୍ କାଉଣ୍ଟ କିପରି ହୁଏ ଏଇଟା ଆପଣମାନଙ୍କୁ ଭଲ ଭାବରେ ଜଣାପଡ଼ିଯାଇଥିବ। ତ ଆଜିର ଭିଡ଼ିଓକୁ ଏଇଠି ଏଣ୍ଡ୍ କରିବି।